ଆଣିଲ ନା କି ମାଛ ଆଣିଲ? ମାଗୁର ମାଛ ଆଣିଛ? ଦେଖିଆ କିଏ ଦେଇଛି? ଚାଲ ଦେଖିଆ ଟିକେ ମାଗୁର ମାଛଟା। ଖାଇଲା ବେଳେ ଦେଖିଲେ ରାନ୍ଧିଲା ବେଳେ ଦେଖିଲେ ହବନି। ତମେ କାଟି ପାରିବନି ବୋଲି ମୁଁ କାଟି କୁଟି ସାଡ଼ୁ ପୁରା ନେଇ ଆସିଛି। ମୁଁ କାଟି ପାରିବିନି। ଏ କଣ୍ଟା ମାଛ ହେଲା ଫଟୋ ଉଠେଇବା ଭଲ ସେଥିର ମାଗୁର ମାଛ କ'ଣ ତୁ ନା ହଳଦୀ ଗୋଳେଇବି ମୁଁ ମାଗୁର ମାଛ ଖାଇବ ତମେ। ହଁ ତମେ କହିଦେଲେ କ'ଣ ହେଇଗଲା। ମୋର ଆଜି ଭୋଜି ଅଛି ମୁଁ ତ ଖାଇବିନି ନା। କେତେ ଖରା ହେଉଛି ଦେଖୁଛ। ତମେ ଖରାରେ ବାଟୁଛି ମାନେ ମୁଁ ଆଉ ଚୁଲି କତିକି ଯିବିନି। ମୁଁ ରାନ୍ଧିବି ମାଛ ମୁଁ ଭାଜିବି ତ। ଏଇ ଗୋଟେ କଥା ଆଉ ତମେ ବାଟୁଛ ବୋଲି କରିବନି ତ। ଠିକ୍ ଅଛି ଦେଖ ଆଜି ମୁଁ ରାନ୍ଧୁଛି ମାଗୁର ମାଛ ଝୋଳ। ସିଏ ଆଜି ବେସର ବାଟୁଛନ୍ତି ଚୁଲି ଲଗେଇ ଦେଇ ଗଲେ ପୁରା ଯାଅ ମାଛ ଭାଜ। ପୁରା ଖରା ହେଉଛି ସେ ରାଗିକିନା ମୁଁ ଗ୍ରାଇଣ୍ଡରଟା କାଲି ଖରାପ ହେଇଯାଇଛି ମୁଁ ସଜାଡ଼ିନି ବୋଲି ସେ ମୋତେ କହିଲେ ରାନ୍ଧ ଯା। ଠିକ୍ ଅଛି ମୁଁ ଯାଉଛି ମାଛ ବର୍ତ୍ତମାନ ଭାଜିବି। ସେଟା ଜଳୁ ନାହିଁ ଠିକ୍ ସେ ମୋତେ ପୁରା ତକଲିଫ କଲେ ଆଜି। ମୋତେ ପୁରା ରାଗିକି ମୋ ଉପରେ ଗ୍ରାଇଣ୍ଡର ଖରାପ ଯୋଗୁଁ ମୋ ଉପରେ ରାଗିକି ମୋତେ ନିଆଁ ପାଖରେ ବସେଇଲେ ଆଉ। ମୁଁ ମାଛ ଭାଜୁଛି ଆଉ ଦେଖିବା କ'ଣ ଭାବିଲେ ମୁଁ ରାନ୍ଧିଦେବି। ତମେ ଆଜି ରାନ୍ଧିବା ଦରକାର ନାହିଁ ହେଲା। ଏବେ ଫାଙ୍କାରେ ଅନେଇଲ ଆଜି ତମେ ରାନ୍ଧିବା ଦରକାର ନାହିଁ। ମୁଁ ରାନ୍ଧୁଛି ଦେଖ ଆଜି ମାଗୁର ମାଛ ଝୋଳ ମୁଁ କରିବି। 5 ଷ୍ଟାର ହୋଟେଲରୁ ନ କାଟିଛି ତାହେଲେ ମୋତେ କହିବ। ମୁଁ ଆଙ୍କରି ପାଖରେ ବସି ବସି କେଉଁଦିନ କେମିତି ମାଛ ଭାଜିଲା ବେଳେ ଭାଇ ମୁଁ ବି ଭଜା ଶିଖିଗଲି। ଆଜି ତାଙ୍କ ସାଙ୍ଗେ ଚ୍ୟାଲେଞ୍ଜ କରିଛି ମୁଁ ଟୋଟାଲ ଆଜି ଭାଜିବି ଆଉ ରାନ୍ଧିବି। ଚ୍ୟାଲେଞ୍ଜ ରହିଲା ତମ ସହିତ ଆଜି ମୋର। ମାଗୁର ମାଛର କେତେ ବଡ଼ ମୁଣ୍ଡ। ଗୋଟିଏ ମାଗୁର କେଜି ହେଲା କେତେ ବଡ଼ ତା ମୁଣ୍ଡ। ତା ମୁଣ୍ଡ ପୁରା ଚିରିକିନା ଆଣେ। ତା ମୁଣ୍ଡ ଝୋଳ ଟେଷ୍ଟ ମସ୍ତ ଲାଗିବ। ମାଗୁର ଝୋଳ ଟେଷ୍ଟ ମସ୍ତ ଲାଗିବ। ତମେ ରାନ୍ଧିଲ? ମୁଁ ରାନ୍ଧିଥାନ୍ତି ତମେ ବର୍ତ୍ତମାନ ଆଳୁ କଷୁଛ କ'ଣ ଶାଗଟା ଭାଜିଲ ତ ମୁଁ ଆଉ ସେଥିପାଇଁ ଇଏ କଲିନି। ହେ ମୁଁ ଆଉ ରାନ୍ଧିପାରିବିନି। ମୁଁ କ'ଣ ରାନ୍ଧିବି ବୋଲି ଠିକା ନେଇଥିଲି ନା କ'ଣ? ମାଛ ଆଣିବି ମୁଁ ରାନ୍ଧିବି ମୁଁ। ଶାଗ କିଏ ଖାଇବ କି ତମେ? ଠିକ୍ ଅଛି ମୋର ମାଛ ଟିକେ ଝୋଳ ଦେବ ଆଳୁ ଖଣ୍ଡେ ଦେବ ମୋର ହେଇଯିବ। ରାନ୍ଧ କ'ଣ ଧୁଆ ଯାଉଠିରେ କ'ଣ ପକେଇ ଯାଉଛି? ବେସର କଷିଛ ନା? କ'ଣ ଶିଖେଇବ ଶିଖ। ଏଇଟା କାହାକୁ ନ ଆସିବ ତମେ ଶିଖଉଛ ଶିଖ। ମୁଁ ରାନ୍ଧିଲା ବେଳେ ମୋତେ ଯେ ଡିଷ୍ଟର୍ବ କଲେ ମୁଁ ଆଉ ରାନ୍ଧିପାରିବିନି। କ'ଣ ତେଲ ପକାଇଲ ବେସରଟାକୁ ଛାଡ଼ିଦେଲ ଆଉ ଟିକେ ପାଣି ଦେଇ କଷିଲ ଫୁଟୁଛି ତାପରେ ହଳଦୀ ଗୁଣ୍ଡ ଟିକେ ପକାଇଦେଲ ବାସ୍ ଏଇଆ ତ ଆଉ ତାକୁ ପୁଣି ଚଟୁପୁଟି ଟିକେ ଗୋଳେଇ ଦେବ। ଖାଲି କହିଦେବା ପାଟିରେ କରିବାଟା କେତେ ଫରକ ଜାଣିଛ? ଭଲ ଭାରି ଗୋଟେ ଇଏ କାମ କରୁଛ ତ। ଆମ ପାଖେ କାମ କଲେ ତମେ ଆମେ ପୃଥିବୀକି ନଉଟେଇ ପକାଉଛୁ ନା। ତମର ତ ଡ୍ୟୁଟି କେତେ ଘଣ୍ଟା କୁହନି? କେତେ ଘଣ୍ଟା? ଆମର 12 ଘଣ୍ଟା ଅଛି 8 ଘଣ୍ଟା ଅଛି। 12 ଘଣ୍ଟା 8 ଘଣ୍ଟା। ଆମର କେତେ ଘଣ୍ଟା ଡ୍ୟୁଟି କହିଲ? କେତେ କୁହନା? ସକାଳ ମାନେ 4ଟାରୁ ଭୋର 4ଟାରୁ ରାତି 11ଟା 12ଟା ହେଇଛି। କେତେ ଘଣ୍ଟା ହେଲା କୁହ? 4ରୁ ରାତି 11ଟା ହିସାବ କରୁଛ। 12ଟା 4 4 12 7 8 ଘଣ୍ଟା ଖଟୁଛ ଆଉ। ତାପରେ ତମର ଛୁଟି ଅଛି ନା?
ଆମର ଛୁଟି ଅଛି। ତମର ଛୁଟି ଯେଉଁ ରଜକୁ ପଳେଇଲା ବାପ ଘର। ସେମିତି କ'ଣ ବାପ ଘରକୁ ବର୍ଷରେ ଥରେ କି 6 ମାସରେ ଥରେ ଏମିତି ଯିବ ଆଉ କ'ଣ। ଯାହା ସେଇ ଯେଉଁ ଛୁଟି ତ ଆମର ଛୁଟିରେ ଆମେ ସଣ୍ଡେରେ ସବୁ ଛୁଟି ନାହିଁ। ଆମ ଛୁଟିରେ କ'ଣ ଆମର ଛୁଟିରେ କିଛି ନାହିଁ। ତମ ଛୁଟିରେ ତମ ଖର୍ଚ୍ଚଟା ତମ ଛୁଟି ହେବା ହେଲେ ଖର୍ଚ୍ଚଟା ଅଧିକ ପଡ଼ିଯାଉଛି। ସେଥିପାଇଁ ତମ ଛୁଟି କମ୍, ବର୍ଷରେ ଥରେ 2 ଥର ଛୁଟି ନିଅ। ଟମାଟର ପକାଇଦେଲା ବର୍ଷରେ କଷିକି ଟମାଟର ପକାଇଦେଲା। ରାନ୍ଧିବାଟା ପ୍ରୋସେସ୍ ପୁରା ବଢ଼ିଆ ମାଲୁମ ଆଉ। ନିଆଁ କରିଦେଉଛ, ଧୂଆଁ କରିଦେଉଛ। କଳମ ଜାଳ ତା ପଛପଟେ ଧୂଆଁ ବାହାରୁଛି। ରୋଷେଇ କରି ନିଆଁ ଧୂଆଁ କରିଦେଉଛ ଆଉ ନା। ବଢ଼ିଆ ବଢ଼ିଆ। ଦିଶୁଛି ବିୟୁଟି। ଟେଷ୍ଟ କେମିତି କରିଛ, ପୁରା ହେଭି ଟେଷ୍ଟିଂ କରିବ ଆଉ। ମାଛ ଆଳୁ ପକାଇଦେଲ ନା। କିନ୍ତୁ ତୁମେ କହୁଛ ଶିଳରେ ବଟା ଜିନିଷ ବହୁତ ଟେଷ୍ଟ ଲାଗିବ। ଟେଷ୍ଟ ସିନା ନାଗିବ, ଯେଉଁ କଷ୍ଟଟା ହେବ ସେ କଥା କୁହନି। ଇଏ ଦେଖ ପୁରା ଆମର ଯେମିତି ରୋଷେଇ ହେଲା, ଲଙ୍କା ରସୁଣ ସୋରିଷ ପିଆଜ ଶିଳରେ ବାଟିଲ, ତାପରେ ଜାଳରେ ରୋଷେଇ ହେଉଛି, କେତେ ଟେଷ୍ଟ ଲାଗିବ ଜାଣିନ ତମେ। ତମକୁ ସିନା କଷ୍ଟ ଲାଗୁଛି, ପାଟି କେତେ ସ୍ୱାଦ ଲାଗୁଛି କହିଲ। तो मान ଆମର ପୁରା ରେଡ଼ି କଲା। ଲୁଚେଇ ଦେଲ କ'ଣ ପାଇଁ? ଘୋରା ହେବନି। वाह हो गया कि ହେଲା ପାଣି ଦେଲେନି ନା। ମୁଁ କଷା ମାଗୁର ମାଛ କଷା କଲ ନା କ'ଣ? ବଢ଼ିଆ ଦେଖାଯାଉଛି। ଆଳୁ ଆଉ ଟମାଟୋ ମାଛ। ଟମାଟୋ ପରେ ତାପରେ ଆମ୍ବୁଲ ବି ପଡ଼ିବ। ହଁ ନା ବେ। ହଁ ଆମ୍ବୁଲ ପକେଇଲେ କ'ଣ ହେବ? ଝୋଳ କରି ଆମ୍ବୁଲଟା ପକେଇଲେ ଟିକେ ଆଉ ଟିକେ ଟେଷ୍ଟ ହେଇଯିବ ଆଉ। ଯେତିକି ଟେଷ୍ଟ ଅଛି ଆଉ ତ ଅଧିକ ଟେଷ୍ଟ ଲାଗିବ। ଟେଷ୍ଟିଫୁଲ୍ ମାଛ ହେଇଯିବ ନା। ସମସ୍ତେ କ'ଣ ଖଟା ଖାଇବାକୁ ଭଲ ପାଆନ୍ତି ନା ଯେ ଆମ ଫ୍ୟାମିଲି କିନ୍ତୁ ଭଲ ପାଆନ୍ତି। ତରକାରୀ ଆମର ହେଇଗଲାଣି, ଗାଧେଇ ଯିବା ଏଥର ଆଉ। ଆମ୍ବୁଲ ଆମ୍ବୁଲ ଖଟା ପକେଇ ଜାଣିଛନ୍ତି। ଗାଧେଇବା ଟେଷ୍ଟ କରିବା କେମିତି ଲାଗୁଛି କୁହ ମାଛ ତରକାରୀ? ଏକ୍ସଲେଣ୍ଟ। ନ ଖାଉ ବାସ୍ନା ବାସ୍ନା ଖାଇବା ଆମେ ଖାଇବା। ବୋଉ ଆସିନାହାନ୍ତି, ଆସନ୍ତୁ। ମାଛ ଖାଉନି, ଶାଗ ଖାଉଛି। ଶାଗ ଖାଉଛ ଆଉ ମାଛ ତରକାରୀଟା ଦିଏ ଏଡ଼କୁ ଦେଇଦିଅ। ଆଉ ଦେଖିକି ଖାଇବି।